ଆପଣ ତ ଚିଟ୍ ଫଣ୍ଡ ପାଇଁ ବହୁତ ବର୍ଷ ହେଲା ଲାଗି ଦେଇଛନ୍ତି ଯେ ସରକାର ନୂଆ ସରକାର ଆସିଲେ ସେ କହିଲେ ଯେ 3 ମାସ ଭିତରେ ଲୋକଙ୍କୁ ଫେରାଇ ଦେବୁ ପଇସା। ସାଂସଦ ଯେ ଭୁବନେଶ୍ୱରର ସାଂସଦ ଅଛନ୍ତି ସିଏ ବି କହୁଛନ୍ତି ଫେରାଇ ଦେବୁ। ସଭାପତି ଯିଏ ଅଛନ୍ତି ବିଜେପିର ସିଏ କହୁଛନ୍ତି ଫେରାଇ ଦେବୁ। ନା ପୁରୁଣା ସରକାର ଫେରାଇଲେ ନା ନୂଆ ସରକାର ଫେରାଇଲେ, ତାହେଲେ ଆପଣ କରିବେ କ'ଣ? ଆପଣମାନେ ବି ଭଲ ଭାବେ ଜାଣିଛନ୍ତି ଆମେ ଗୋଟେ ନାରା ଦେଇଥିଲୁ ପୂର୍ବ ସରକାର ବେଳେ ଏ ସରକାର ବଦଳ ହେବା ଦରକାର ଏବଂ ସେ ସରକାର ବଦଳ ଏବଂ ଯେଉଁ ନୂଆ ସରକାର ଆସିଲେ ସିଏ ମଧ୍ୟ ଆମକୁ ପ୍ରତିଶ୍ରୁତି ଦେଇଥିଲେ ଜମାକାରୀମାନଙ୍କୁ ଯେ ଆମେ ଆସିଲେ ପଇସା ଆମେ ମଧ୍ୟ ତାକୁ ସମୟ ଦେବୁ। ତାକୁ 12 ବର୍ଷ ସମୟ ଦେଇଥିଲୁ, ତାକୁ 12 ମାସ ମଧ୍ୟ ସମୟ ଦେବୁ। ଏବେ ତାଙ୍କର 12 ତାରିଖରେ ବର୍ଷ ପୂରଣ ହେବ। ଆଜି ଖାଲି ଏତିକି କଥା ଆମେ ଭେରି ପଜିଟିଭ୍ ସେନ୍ସନ୍ ନେଗେଟିଭ୍ ସରକାରକୁ ଆମେ ଭେରି ପଜିଟିଭ୍ କହୁଛୁ ଯେ ସରକାରଙ୍କୁ ମନେ ପକାଇଦେଉଛୁ ସେ ଯାହା କହିଥିଲେ ସେ କଥା ମନେ ରଖିଛନ୍ତି ନା ପୁଣି ସେ ସରକାର ଭଳିଆ ପ୍ରସାରଣ କରିବେ ଆମମାନଙ୍କୁ। ତେଣୁ ଭେରି ପଜିଟିଭ୍ରେ ଆମେ ସରକାରଙ୍କୁ ଅନୁରୋଧ କରୁଛୁ, ନିବେଦନ କରୁଛୁ, ଆମେ ସହଯୋଗ କରୁଛୁ। ଆଉ କାଳ ବିଳମ୍ବ ନ କରି ଯାହା ପ୍ରତିଶ୍ରୁତି ଦେଇଥିଲେ, ଯାହା କହିଥିଲେ, ଯାହା ମ୍ୟାନିଫେଷ୍ଟୋରେ ଘୋଷଣା କରିଥିଲେ ତାକୁ କାର୍ଯ୍ୟକାରୀ କରନ୍ତୁ ଏବଂ ଯଦି ସେଥିରେ କିଛି ନିୟମ ଭୟରେ ବସି ପଡ଼ିବେ ତାହେଲେ ଜମାକାରୀମାନେ ପୁଣି ରାଜରାସ୍ତା ପଡ଼ିବେ ଏବଂ ତା'ର ଯେଉଁ ପରିସ୍ଥିତି ଭୟାବହ ସରକାର ଦାୟୀ। ସାର୍ ଗୋଟେ ଜିନିଷ ହେଉଛି ଯେ ଏପର୍ଯ୍ୟନ୍ତ ଚିହ୍ନଟ ହେଲାନି ଯେ କେତେ ଜଣ ପାଇବେ ପୂର୍ବ ସରକାର ନା ଏକ୍ଜାକ୍ଟଲି ସେଇ କଥା ଆମେ କହୁଛୁ। ପୂର୍ବ ସରକାର ବେଳେ ଯେଉଁ କମିଶନ୍ ବସେଇଥିଲେ ସିଏ ତ ଖତ ଖାଇଗଲା ଆମେ ଦେଖୁଛନ୍ତି କିନ୍ତୁ ତା'ର ବାଟ ଅଛି। ପୁଣି ଯାହା ଆମେ ଆଗରୁ କହିଥିଲୁ ତହସିଲ ମାଧ୍ୟମରେ ହେଲେ ବହୁତ କମ୍ ସମୟ ମଧ୍ୟରେ 2 ରୁ 3 ମାସ ମଧ୍ୟରେ ମଧ୍ୟ ଚିହ୍ନଟ ହେଇପାରିବ। ଚିହ୍ନଟ ହେଇସାରିଲେ ଚିହ୍ନଟ ହେଲେ ତ ପଇସା ଦେବେ। ଆପଣ ଯେଉଁ ପ୍ରଶ୍ନ ପଚାରିଛନ୍ତି ତାର ମୌଳିକ ପ୍ରଶ୍ନ ଚିହ୍ନଟ ହେଲେ ହିଁ ପଇସା ଦେବେ। ଚିହ୍ନଟ ଦେବାର ପ୍ରକ୍ରିୟା ଆରମ୍ଭ ହେବ ସରକାରଙ୍କ ପ୍ରତି ଗୋଟେ ପଜିଟିଭ୍ ବାତାବରଣ କ୍ରିଏଟ୍ ହେବ। ଲୋକମାନେ ମଧ୍ୟ ଜମାକାରୀ ମଧ୍ୟ ଯେଉଁ ତାଙ୍କର ସମ୍ବେଦନଶୀଳ ଅଛି ଯେ ଯାହା କହିଥିଲେ ସରକାର ତାଙ୍କ ପ୍ରତିଶ୍ରୁତି ପାଳନ କରୁଛନ୍ତି। ଆଉ କ'ଣ ଆପଣଙ୍କ ସହିତ ଆଲୋଚନା କରିବେ ନା କେହି ଡାକି ନାହାନ୍ତି? ଆମେ ଆଇନ ମନ୍ତ୍ରୀ ସହିତ ଆଲୋଚନା କରିଥିଲୁ ଏବଂ ସେ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ଯେ ମୁଁ ମୁଖ୍ୟମନ୍ତ୍ରୀଙ୍କ ଏ କଥା ଜଣାଇବି ଏବଂ ଆମେ ଆପଣମାନଙ୍କୁ ଯଥାଶୀଘ୍ର ଡାକିବୁ କିନ୍ତୁ ଏପର୍ଯ୍ୟନ୍ତ ଡାକି ନାହାନ୍ତି। ଯାହା ଆଜି ରବି ଭାଇ ମଧ୍ୟ କହିଲେ ଆଜି ମଧ୍ୟ ମୁଖ୍ୟମନ୍ତ୍ରୀ ପାଖକୁ ଯାଉଛନ୍ତି ରବି ଭାଇ ସେ କଥା ମଧ୍ୟ କହିବେ। ତେଣୁ ଆମେ ଖାଲି ଆଜି ଜଷ୍ଟ ସରକାରଙ୍କ କାନରେ ପକାଇ ଦେଉଛୁ ମଧ୍ୟ ମନେ ପକାଇ ଦେଉଛୁ ଭେରି ପଜିଟିଭଲି ନିଅନ୍ତୁ ଏବଂ ଯାହା ଆପଣ ଘୋଷଣା କରିଥିଲେ କଥା ଦେଇ କଥା ରଖିବା କଥା ଏତିକି କଥା ଆମେ କହୁଛୁ। ଆଉ ଅଧିକ କିଛି କହୁଛୁ। ବର୍ତ୍ତମାନ ଯଦି କଥା ନ ରଖିଲେ ଯାହା ପରିଣତି ହେବ ସେଥିପାଇଁ ସରକାର